ପୁରୁଣା ପଡ଼ାସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଜନ୍ମାଷ୍ଟମୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଯୁଗାବତାର ଧର୍ମରକ୍ଷକ ମହାପ୍ରଭୁ ଲୀଳାମୟ ଶ୍ରୀକୃଷ୍ଣଙ୍କର ଜନ୍ମଦିନ। ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ। ହିନ୍ଦୁମାନଙ୍କ 12 ମାସରେ 13 ପର୍ବ ମଧ୍ୟରେ ଜନ୍ମାଷ୍ଟମୀ ଅନ୍ୟତମ। ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ କମିଟି ତରଫରୁ ଜନ୍ମାଷ୍ଟମୀ ମହାସମାରୋହରେ ଆନନ୍ଦ ଓ ଉଲ୍ଲାସରେ ଆଜି ସୋମବାର ଦିନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ 1000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସକାଳୁ ମନ୍ଦିରକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ପରେ ଝୁଲଣାରେ ଶ୍ରୀକୃଷ୍ଣଙ୍କୁ ସଜାଯାଇଥିଲା। ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇଥିଲା। ପରେ ଭଜନ ଓ ସଂକୀର୍ତ୍ତନ କରାଯାଇଥିଲା। ପରେ ଶ୍ରୀକୃଷ୍ଣଙ୍କର କ୍ଷୀର ଢାଳି ଅଭିଷେକ କରାଯାଇଥିଲା। ପରେ ଠାକୁରଙ୍କ ଆରତି କରାଯାଇଥିଲା ଓ ଭୋଗ ଲାଗି କରାଯାଇଥିଲା। ଭଜନ କୀର୍ତ୍ତନରେ ଶ୍ରଦ୍ଧାଳୁ ମଜି ଯାଇଥିଲେ। କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ସମଗ୍ର ଅଞ୍ଚଳ କୃଷ୍ଣମୟ ପରିବେଶ ହୋଇ ଉଠିଥିଲା। ସତ୍ସଙ୍ଗୀମାନେ କୃଷ୍ଣ ପ୍ରେମରେ ନୃତ୍ୟ କରି ନିଜକୁ ଆଧ୍ୟାତ୍ମିକ ପରିବେଷଣ ହଜାଇ ଦେଇଥିଲେ। ମନ୍ଦିର ଟ୍ରଷ୍ଟିର ସଭାପତି ନିରଞ୍ଜନ ପ୍ରଧାନ, ସଭ୍ୟ ରାଜେନ୍ଦ୍ର ପ୍ରଧାନ, ପୂଜକ ରଥାଙ୍କ ଠାକୁର, ସଦାଶିବ ରଥ ସମେତ ପରକ୍ଷିତ ବିଶ୍ୱାଳ, ଅଭିମନ୍ୟୁ ପ୍ରଧାନ, ଚନ୍ଦ୍ରଶେଖର ଡାକୁଆ, ଇନ୍ଦ୍ରଜିତ ମହାକୁଡ଼, ସୀତାକାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ବିଷ୍ଣୁଚରଣ ସ୍ୱାଇଁଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହାସହ ମସିହା ନ୍ୟୁଜ୍ର ଫେସବୁକ୍ ଓ ଟ୍ୱିଟର ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଆପ୍ ଆସିଗଲାଣି। ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ।